शिखरचंडी पहाड़ रे दुईटी हाथी बुलुचंती किस समय से जंगल भितर रोचंती और किस समय ऊपर अंचल को चली आछन जोठी जनबसती अछि और आमे जोठी अछु एठी एक निर्माण काम चलीछि आ एठी किछि श्रमिक काम करछंती किछि ऑपरेटर काम करछंती से माने मध्य प्रत्येक दिन सकाळे और संध्या मध्ये हाथी देखछन केवल देखिछन ताहा नुह सामना सामनी मध्ये हेछन हम सहित जने ऑपरेटर अछन जे जगह काम करूछंती से मध्ये हाथी को सामना सामनी देखछंती आ आहत मध्ये हेछन कोन हैला भाई ମୁଁ ଲାଟ୍ରିନ୍ ଗଲା ବେଳେ ସନ୍ଧ୍ୟାରେ ଜଷ୍ଟ ପାଖରେ ଥିଲେ ଏମିତି ସାମ୍ନା ସାମ୍ନି ଅନ୍ଧାରଟା ନା ଅନ୍ଧାରଟା କିଛି ଜାଣି ହେଲାନି ଏମିତି ସାମ୍ନା ସାମ୍ନି ଦୌଡ଼ିକି ଆସିଲା ବେଳକୁ ଟିକେ ଗୋଡଟା ପଥରରେ ବାଜିଗଲା ଆଉ କଣ ସେଥିପାଇଁ ଆଜି ସକାଳେ ବି ମର୍ଣ୍ଣିଂ ରେ ବି ଆଜି ଦେଖିଛୁ ହାତୀ डर लगुच सामना सामने ସାମ୍ନା ସାମ୍ନି ଡର ନିଶ୍ଚିତ ଲାଗିବ ବେଶୀ ଡର ଲାଗିବ ଯେମିତି ହେଲେ ଆଜ୍ଞା दीटा हाथी थे ହଁ ଯୋଉ ଦିଟା ଥିଲେ ଆଜ୍ଞା ଆପଣ 3 ବର୍ଷ ହେଲା ଏଠି କାମ କଲେଣି ଡର ତ ଲାଗୁଥିବ ନାଇଁ ଏମିତି ଡର କିଛି ନାହିଁ ହାତୀ ବି ଆସୁଛନ୍ତି ବେଶୀ ଦିନ ରହୁନାହାନ୍ତି 2-4 ଦିନ ରହୁଛନ୍ତି ଯାଉଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟ ବି ଆସୁଛନ୍ତି ତାଙ୍କୁ ବି ଦେଖରେଖ ଆମକୁ ବି ପ୍ରୋଟେକ୍ସନ ଦଉଛନ୍ତି ଦେଖରେଖ କରୁଛନ୍ତି ଆମେ ଏବେ ଯୋଉ ଜାଗାରେ ଅଛୁ ଭାଇ ଏଇଠୁ ଆମେ ଦେଖୁଥିଲୁ ସେ ପାହାଡ ଉପରେ ଯୋଉ ଶିଖରଚଣ୍ଡୀ ପାହାଡ ଯୋଉ ମୁଣ୍ଡିଆ ରହିଛି ସେ ଜାଗାରେ ହାତୀ ଦିଟା ଏବେ ବି ରହିଛନ୍ତି ସେ ଜାଗାରେ ଏବେ ବି ଅଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟ ସକାଳେ ବି ଆସିଥିଲେ ସେମାନେ ବି ଦେଖିକି ଯାଇଛନ୍ତି ତାପରେ ଇଲେକ୍ଟ୍ରିକ ବି କାଟୁଛନ୍ତି ଖାଲି ଗୋଟେ ଘଣ୍ଟା ପାଇଁ ଖାଲି ଆମର ପାଣି ପାଣି ଅସୁବିଧା ହେବାରୁ ଆମେ ରିକ୍ୱେଷ୍ଟ କରିବାରୁ ଆମେ ଗୋଟେ ଘଣ୍ଟା ପାଇଁ ଦେଇଛନ୍ତି ଇଲେକ୍ଟ୍ରିକ ତାପରେ କରେଣ୍ଟ ବି କାଟି ଦଉଛନ୍ତି ରାତ୍ରି କରେଣ୍ଟ କାଟି ହଁ ରାତି କରେଣ୍ଟ କାଟି ହାତୀ ପାଇଁ କିଛି ସମସ୍ୟା ନ ହଉ ହଁ ହଁ ଏବେ ଯୋଉ ଷ୍ଟାଫ ମାନେ ଏଠି କାମ କରୁଛନ୍ତି ଦିନ ସମୟରେ ବା ସନ୍ଧ୍ୟା ସମୟରେ କାମ କରୁଥିବେ ଡର ଲାଗୁନଥିବ କି ହାତୀ କେତେବେଳେ ପଳେଇ ଆସିବ ଆସିବି ପାରେ ଦିନରେ କେବେ ବାହାରୁନାହାନ୍ତି ନାଇଁ ଦିନରେ କେବେ ବି ବାହାରୁନାହାନ୍ତି ସନ୍ଧ୍ୟା 5ଟା ପରେ ସେ ଆସୁଛନ୍ତି ତାଙ୍କର ସେ ପଛବାଟ ଟାଙ୍କି ପଛବାଟ ଯୋଉ ହନୁମାନ ମନ୍ଦିର ଅଛନ୍ତି ତାଙ୍କ ରୁଟ୍ ସେପାଟେ ଆମେ ଏପାଟେ କାମ କଲା ବେଳେ ଉପରେ ଯେତେବେଳେ ରହୁଛୁ ଏମିତି ଦେଖାଯାଉଛନ୍ତି ବାକି ରାତିରେ ବି ଏପାଟକୁ ଆସୁନାହାନ୍ତି ନାଇଁ ତାଙ୍କ ସେପାଟେ ରହୁଛନ୍ତି ରାତିରେ ବି ଫରେଷ୍ଟ ବାଲା ଏପାଟେ ରହୁଛନ୍ତି ଆଲର୍ଟ ରହୁଛନ୍ତି ପୁରା ରାତିରେ ଥିଲେ ଆଜ୍ଞା ଆଜ୍ଞା କଣ ସେମାନେ ବୁଝଉଛନ୍ତି ଆଖପାଖ ଲୋକ ଆପଣ କହୁଛନ୍ତି କରେଣ୍ଟ କାଟୁଛନ୍ତି କହୁଛନ୍ତି ହାଲାହୁଲା କରନି ଘରକୁ ତମ ରୁମ ଭିତରେ ତମ ରୁହ ବାହାରକୁ କେହି ବାହାରନ୍ତୁନି ବୁଝେଇକି ଘର କନଷ୍ଟ୍ରକ୍ସନ ବି ଯେମିତି ହେଇଛି ଯଦି ଏଠି ବି ହାତୀ ଆସେ ରାତି ସମୟରେ ଡର ତ ଲାଗିବ ଯେମିତି ହେଇଛି ନିଶ୍ଚୟ ଡର ତ ନିଶ୍ଚିତ ଲାଗିବ କିନ୍ତୁ ସେମିତି ଆଜି ପର୍ଯ୍ୟନ୍ତ କିଛି ଆଟାକ୍ କରିନାହାନ୍ତି କିଛି ନାହିଁ ନାଇଁ ଆମେ ନିଜେ ଡରୁଛେ କିନ୍ତୁ ହାତୀ ତରଫରୁ କିଛି ଆଟାକ୍ କରିନାହାନ୍ତି ନିହାତି ଅନେକ ସମୟ କୁହାଯାଏ କି ହାତୀ ଜନବସତି ଆଡକୁ ଆସୁଛି ବା ନା ମଣିଷ ଜଙ୍ଗଲ ଆଡକୁ ଯାଉଛି এই কথার তর্ক বিতর্ক অনেক হুয়ে কিন্তু এবে বর্তমান আমি যে জায়গায় অଛୁ ইয়ে এক জঙ্গল শিখরচন্ডী পাহাড় এটি হাতী রহিছি দুইটা হাতী রহিছি সন্ধ্যা সময় টিকে বাহারକୁ ଆସୁଛି স্থানীয় লোক যে বিশেষ করে কাম করছেন বিশেষ ভয় ন কলে বি হাতীকে সামনা সামনি দেখলে তো ডর লাগিব স্বাভাবিক যেমতি এ ব্যক্তি জনক সামান্য ভয় ମଧ୍ୟ କରିଥିଲେ ତାଙ୍କ କଥା ବନ ବିଭାଗ ଆସୁଛନ୍ତି ସଚେତନ କରୁଛନ୍ତି ଆଉ ସେମିତି ବିଶେଷ ଭୟ ନାହିଁ କିନ୍ତୁ ତଥାପି ଯେତେବେଳେ ହାତୀ ଆଖପାଖରେ ବୁଲୁଛି କିଛି ଲୋକଙ୍କ ମନରେ ସେ ଆଶଙ୍କା ରହିଛି ତାଙ୍କ ପାଖକୁ ହାତୀ ଚାଲି ଆସିବନି ତ ଭୁବନେଶ୍ୱର ଭିଡିଓ ଜର୍ଣ୍ଣାଲିଷ୍ଟ ବିକାଶ କସ ଅନୁଜ ଦାସ କନକ ନ୍ୟୁଜ।